ଇଏ କି ଦୃଶ୍ୟ ନନା ନାନୀ ପାଣି ଭିତରେ ପଶିଛନ୍ତି ସରେଶ। ଇଏ କ'ଣ କର୍ଦ୍ଦମ ସ୍ନାନ? ସେଇ ଲାଗି ପାଣି ଭିତରେ ଜମେଇ ଦେଇଛନ୍ତି ଆସ୍ଥାନ। ହାତରେ ପୁଣି ଧରିଛନ୍ତି ଜାତୀୟ ପତାକା। ନାହିଁ ହୋ ଟିକେ ଭଲ କି ଦେଖ, ଏମାନେ ଧରିଛନ୍ତି ହାତ ଦଳିଆଙ୍କ ପତାକା। ଏମାନେ ପାଣି ଭିତରେ ରାଜନୀତି। ନାଇଁ ମ ସବୁ କଥାରେ ରାଜନୀତି ଧରିଲେ ହବ କିଏ? ଏଠି ଏମାନେ ପାଣି ଭିତରେ ବସିକି ଗାଧଉଛନ୍ତି। ହେଲେ ଆଉ କୋଉଠି ଗାଧେଇବାକୁ ଥାନ ମିଳିଲେନି ଯେ ମାଲିକ ରାସ୍ତା ଉପରେ ଜମେଇ ଦେଲେ। ହଁ ମାଲିକ, ବିନ୍ଦୁ ତ ସେଇଠି ପେଟେଇଛି। ଅସଲରେ ଇଏ ହଉଛି ପ୍ରତିବାଦ, ମାନେ ନିଆରା ପ୍ରତିବାଦ। ଜେଗାମୁଣ୍ଡ ଟାଙ୍ଗି ଥାନା 16 ନମ୍ବର ଜାତୀୟ ରାଜପଥ ନୂଆ ରେଳ ଓଭରବ୍ରିଜ ପାଖ। ମାନେ କପିଳାସ ରେଲୱେ ଓଭରବ୍ରିଜ ସଂଯୋଗ ରାସ୍ତା। ସେଠି କାମ ହବାର ମାତ୍ର ବର୍ଷେ ପୁରିଛି, ହେଲେ 12ଟି ଜାଗାରେ ଏଇ ରକମର ଖାଲ ହେଇ ପାଣି ଜମୁଛି। ଦୁର୍ଘଟଣା ହେଇ ଲୋକଙ୍କ ଜୀବନ ଯାଉଛି। ଇଏ ନିମ୍ନମାନର କାମ, ଲୋକେ ନେଉଛନ୍ତି ନାମ। ସେଇ ନାଗି ଟାଙ୍ଗୀ ଚୌଦ୍ୱାର ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ ଓ ଟାଙ୍ଗୀ ଚୌଦ୍ୱାର ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଉମାବତୀ ସାମଲ ହାତରେ କଂଗ୍ରେସ ପତାକା ଧରି ପ୍ରତିବାଦ କରୁଛନ୍ତି। ବାଃ ବଢିଆ। ହଉ ଟିକେ ଶୁଣିଦବା କ'ଣ କହୁଛନ୍ତି ନେତା ନେତ୍ରୀ। ଆଜ୍ଞା ଦେଖନ୍ତୁ, 1,60,00,000 ହିସାବରେ କାମ ଆସିଛି ଆଜ୍ଞା। ମାତ୍ର 4 ମାସ ହେଲା ଏଠି ଫ୍ଲାଇଓଭର ଖୋଲା ହେଇଛି। 60,000 ଷ୍ଟ୍ରିଟ୍ ଲାଇଟ୍ ଖାଲି 60 ଲକ୍ଷ ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଟାଙ୍ଗୀ ବ୍ଲକ ରେ ଏଇ ଟାଇପର ଦୁର୍ନୀତି ଚାଲିଛି। এই রাস্তাটা মুখ্য রাস্তা। ধরন্তু ଆପଣ ଦିନ ବେଳା ଟିକେ କଡେଇ ମଡେଇକିନି ପଳେଇ ଯାଉଛନ୍ତି, କିନ୍ତୁ ରାତି ବେଳା ଯଦି ଏଇ ରାସ୍ତାରେ ଯାଉଥିବେ ସେମାନଙ୍କର ଦୁରାବସ୍ଥା କ'ଣ ହେଉଥିବ। କିନ୍ତୁ ଆପଣ ମାନେ ଏଇଠି ଅନୁଭବ କରନ୍ତୁ, ଏଇ ବିକାଶର ପ୍ରଥମ ରାସ୍ତାର ପ୍ରଥମ ମୂଳଦୁଆଟା କ'ଣ। ପୁରା ବିନ୍ଧି ପକେଇଲେଣି ହେ। ଏଠି ରାସ୍ତା ହେଇଛି ଶସ୍ତା, ରାସ୍ତା ଉପରେ ଗାଡ଼ିଆ ମାଛ ଧଇଲେ ବି ହବ। ମାଲିକ, ହାତ ଦଳିଆଙ୍କର ଏମନ୍ତ ଅଭିନବ ପ୍ରତିବାଦ ପରେ ଟାଙ୍ଗୀ ପୁଲିସ ଆସି ଏଠି ପହଞ୍ଚିଥିଲେ। ଟାଙ୍ଗୀ ଚୌଦ୍ୱାର ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ, ଟାଙ୍ଗୀ ଚୌଦ୍ୱାର ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଉମାବତୀ ସାମଲଙ୍କ ସହ ଆଲୋଚନା ପରେ ତୁରନ୍ତ ରାସ୍ତା କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ତାପରେ ଯାଇ ଏମାନେ ଏଠୁ ଉଠିଥିଲେ। ପୁରା ମାଡ଼ିକି ବସିଥିଲେ।